ମୋ ନାମ ହେଉଛି ଭୈରାଜ ସାହୁ, ଗ୍ରାମ ଯୋଡ଼ାଗଞ୍ଜା। ସମସ୍ୟାଟା ହେଉଛି ଆମର ଚାଷୀ ବୃନ୍ଦ ମାନେ ସବୁ ଆସିକିରି ଆମେ ଆଜକା କଲେକ୍ଟର ଅଫିସ୍କେ ଆସିଛୁ। ଆମେ ଆମର ଯେନ୍ଟା ଟ୍ରାନ୍ସଫର୍ମର ଦୁଇଟା ବସବାର ଅଛି ଆଉ ଲାଇନ୍ କନେକ୍ସନଟା ନେଇ ହେବାର ତେଲ ଚାର୍ଜ ନେଇ করবার তেল তো কেবে চার্জ করবে বলকরি আমি কলেক্টর অফিসকে আসিছি। তো মোটর দেবে আমার ବୋରୱେଲ୍ ଯେନ୍ ନାଇଁ ସେ ବୋରୱେଲ୍ ଯେନ୍ ଆମର ସରକାର ଯେନ୍ଟା ଦେଇଛନ୍ ସେ ବୋରୱେଲ୍ ମାନେ ଆମରଟା ଯେନ୍ଟା କି ଯେତିକି ଲୋକଟା ତାର ମାନେ ଟ୍ରାନ୍ସଫର୍ମର ମାନେ ବସିଯାଇଛି ସେଥିର୍ଲାଗି ଲାଇନ୍ କନେକ୍ଟ ନାଇଁ করবার তেল এই দিন তো ସେଥିର୍ଲାଗି ଆମେ ଆସିଛୁ। সমস্যা বলে দেখুন বর্ষাপাতি কিছু নেই হবার এতে দিন পর্যন্ত হেলানো তো কিছু গাঁ মনকু লাইনটা কনেকশন হয়ে সারলানো ট্রান্সফর্মর বসিকি ବୋର୍ ଫୋର୍ ତାର ମାନେ ଚାଲୁ ହେଇ ସାରିଲାନ। ଆମର ଯୋଡ଼ାଗଞ୍ଜାରେ এই দিন তো ତାର ମାନେ ଅଚଲା ଅବସ୍ଥାରେ ଅଛି। ଟିକେ ଯଦି ଆମେ ପାଇମୁ ବୋଲିକି ଆଶା କରୁଛୁ ଲାଇନ୍ ଫାଇନ୍ଟା ଟିକେ କନେକ୍ସନ୍ ଦେବେ ବୋଲେ ଚାର୍ଜ କରିବେ ବୋଲେ ଟ୍ରାନ୍ସଫର୍ମରକେ ମୋଟର ଫଟର ସବୁ ଦେବେ ବୋଲେ ସେଥିର୍ଲାଗି ଆମେ ଆସିଛୁ। ଦାବି ଯଦି ପୂରଣ ନାଇଁ ହେଲା ବୋଲେ ଚାଷୀମାନେ ସବୁ ଆତ୍ମହତ୍ୟା କରିବେ। ବୁଝିପାରିଲେ କି ନାଇଁ? ଚାଷୀମାନେ ତ ଚାହୁଁଛନ୍ ଯେ ଯଦି ବି ଆମର ତ ବୋରିଂ ମାନେ ହେଇସାରିଛି এই দিন ତ କେତେ ଖଣ୍ଡ ଗାଁ ମାନେ ଲାଇନ୍ ତ ଲାଗି ସାରିଲାନ, ପ୍ୟାନ୍ ମାନେ ତାର ମାନେ ବାହାରି ସାରିଲାନ ବୋରିଂ ମାନଙ୍କୁ। ତ ଆମର ଗାଁରେ ସେ ସୁବିଧା ବି ହେବାର କଥା, ଏଥିର୍ଲାଗି ଆମେ ଆସିଛୁ।